माने समस्ते केमिति अछ? भल अछ? पिला माने तुमे माने पूर्व श्रेणी रे विहंग विप्लव कथा शुणिथिल। से गल्पटी को आलोचना करा जाइथिला। आज आमे सेही विहंग विप्लव गल्पर परवर्ती अंश जहाँकि तुम्भमानंक पठन निमंते दिया जाइछि पांच बंधु कथा जानिबा। एही पांच बंधु कथाटी पंचतंत्र रु आसी अछि। पिला माने जानिछ ए पंचतंत्रटी के लिखिचंती? हाँ, के रे? विष्णु शर्मा। जोटा कि पंचतंत्र कहानी रु आसी अछि। जानिछ पंचतंत्र कहानी रो रचयिता के? हाँ, पिला माने पंचतंत्र कहानी रो रचयिता हेले विष्णु शर्मा। आउ तमर जो पांच बंधु गल्पटी अछि सेई पंचतंत्र कहानी रु आसीछि, जहार अनुवादक हेले प्रभाकर मिश्र। पिला माने एबे आमे कहानीटी को सुनिबा आउ बुझिबा। चलो। अनेक दिन पूर्वे माड्रास सहर रे वर्तमान रो चौठी मोइलापुर अछि हैला। सेठारे गोटे विशाल अरण्य थिला। अरण्य माने कौन जानिछ तो? कुह तो अरण्य माने कौन? बड़ बणटे हैला। ओ सेथिरे गोटे विराट बरगछ थिला। पिला माने तुम मानक गाँ मानकरे बरगछ सबु थिबो, देखिछ कि नहीं? हाँ, से अरण्य रे भी गोटे बड़ बरगछटे थिला। से गछरे हजार हजार पक्षी आउ मांकड़ आश्रय नेउथिले। पक्षी आउ मांकड़ माने उत्तम बंधु भावरे गोटे बड़ परिवार भली बास करुथिले। तुम मानकर बंधु माने अछंती कि नहीं? हाँ, से बंधु मानक सहित तुम माने जेमिति परिवार भली चली आसीछ, से पक्षी आउ मांकड़क मध्यरे भी भल बंधुता थिला। आउ से माने एक परिवार भली बसवास करुथिले। अच्छा पिला माने कहिलो परिवार माने कौन जानिछ तो? तुम मानक परिवार रे किए सब अछंती कहिलो? हाँ, बहुत बढ़िया। परिवार रे बापा माँ, जेजे बापा जेजे माँ, ददा खुड़ी, भाई भौणी ए माने सब रहंती। आउ परिवार रो सदस्य मानक मध्यरे उत्तम बुझामणा आउ भल पाइबा थाए। जिबा गल्प को एबे भल भाबरे बुझिबा। एबे गल्प बाबदरे टिके आलोचना करिबा। कुह तो केउ गछरे हजार हजार पक्षी ओ मांकड़ बास करुथिले? कुह कुह। हाँ, बहुत सुंदर उत्तर। बरगछ नहीं? अच्छा कहिलो किए किए बंधु भावरे गोटे परिवार भली रहउथिले? हाँ, पक्षी आउ मांकड़ माने बंधु भावरे गोटे परिवार भली रहउथिले। वाह, केते बढ़िया उत्तर दउछ तुम माने। ताहले गल्पटी को तमे बहुत भल भावरे सुनुछ आउ बुझुछ। बहुत सुंदर, बहुत सुंदर। अच्छा कहिलो जदि तुमे कहानीटी को बुझीच, एबे मु तुमको किछिटा शब्द कहिबी। ए गल्प संपर्कित शब्दर तमे माने मते प्रति शब्द कहिबो। कुह तो पक्षी शब्दर
ପ୍ରତିଶବ୍ଦ କ'ଣ ହବ? ଗଛ ଶବ୍ଦର ପ୍ରତିଶବ୍ଦ କ'ଣ ହବ? ଆଉ ଅରଣ୍ୟର ପ୍ରତିଶବ୍ଦ କ'ଣ ହବ? କୁହ କୁହ, କ'ଣ ସବୁ ହବ? କିଏ କହିବ? ବହୁତ ସୁନ୍ଦର। ପକ୍ଷୀ ଶବ୍ଦର ପ୍ରତିଶବ୍ଦ ହେଲା ବିହଙ୍ଗ, ଚଢ଼େଇ। ଗଛର ସେମିତି ପ୍ରତିଶବ୍ଦ ବୃକ୍ଷ, ଦ୍ରୁମ, ଲତା। ଅରଣ୍ୟର ସେମିତି ପ୍ରତିଶବ୍ଦ ହେଲା ଜଙ୍ଗଲ, ବନ, ଅରଣ୍ୟ। ବାଃ, ବହୁତ ବଢିଆ ଉତ୍ତର ଦେଲ ତମମାନେ। ଏବେ ଆମେ ଗଳ୍ପକୁ ଫେରିଯିବା। ଗଳ୍ପକୁ ଆଉ ଥରେ ବୁଝିବା। ଚାଲ ଚାଲ କାହାଣୀଟି କିପରି ଆଗକୁ ବଢିଛି ଦେଖିବା ଆଉ ବୁଝିବା। ଦିନେ ଲଘୁପତନକ ନାମକ କାଉ ବରଗଛର ସବୁଠାରୁ ଉଚ୍ଚ ଡାଳରେ ବସିଥିବା ସମୟରେ ଗୋଟେ ଶିକାରୀ ଗଛ ଆଡ଼କୁ ଆସୁଥିବାର ଦେଖିଲା। ଆଚ୍ଛା ପିଲାମାନେ କହିଲ, କିଏ ଗଛ ଆଡ଼କୁ ଆସୁଥିବାର କାଉଟି ଦେଖିଲା? ହଁ, ଗୋଟେ ଶିକାରୀ ସେ ଗଛ ଆଡ଼କୁ ଆସୁଥିବାର ଦେଖିଲା। ଆଚ୍ଛା, ତମମାନେ ଗଳ୍ପ ଶୁଣୁଛ ତ? ଆଚ୍ଛା କହିଲ, ଗଳ୍ପ ଯଦି ଶୁଣୁଥିବ ତେବେ ତୁମେ ମୋ ପ୍ରଶ୍ନର ଉତ୍ତର ଦେଇପାରିବ। କହିଲ, ସେ କାଉଟିର ନାଁ କ'ଣ ଥିଲା? ହଁ, ବହୁତ ସୁନ୍ଦର। କାଉଟିର ନାଁ ଲଘୁପତନକ ଥିଲା। ଆଚ୍ଛା ପିଲାମାନେ, ଏବେ ସେ ଶିକାରୀଟି କିପରି ଦେଖାଯାଉଥିଲା? ଚାଲ ଆମେ ଗଳ୍ପରେ ଶିକାରୀଟି କିପରି ଦେଖାଯାଉଥିଲା ଜାଣିବା। ସେ ଶିକାରୀଟି କଳା, ପୁରା କଳା ଦେଖାଯାଉଥିଲା। ସେ ଲୋକଟା କଳା ହୋଇ ବଡ଼ ମଣିଷଟାଏ ରୂପେ ଦେଖାଯାଉଥିଲା। ଆଉ ଜାଣିଛ, ତାର ମୁହଁଟା ଭାରି ଭୟଙ୍କର ଦିଶୁଥିଲା। ଆଉ ଜାଣିଛ, ତାର ମୁହଁଟା ଭାରି ଭୟଙ୍କର ଦିଶୁଥାଏ। ସେ କାନ୍ଧରେ ଗୋଟିଏ ଜାଲ ପକେଇଥିଲା ଆଉ ହାତରେ ଗୋଟେ ଧନୁ ଧରିଥିଲା। ବୁଝିଲ, ଗଳ୍ପ କେତେ ସୁନ୍ଦର ଥିଲା। କାଉ ବାବଦରେ ଜାଣିଲ, ଶିକାରୀ ବାବଦରେ ଜାଣିଲ। ଚାଲ ଏବେ ଆମେ ଟିକେ ଆଉ ଥରେ ଆଲୋଚନା କରିବା। ପିଲାମାନେ, ଗଳ୍ପଟିକୁ ତୁମେ ମାନେ ଶୁଣୁଛ ତ? ଆଚ୍ଛା, ତମେ ମାନେ ଭଲ ଭାବରେ ଶୁଣୁଛ କି ନାଇଁ ମୁଁ ଟିକେ ପରୀକ୍ଷା କରିବି। କିପରି ପରୀକ୍ଷା କରିବି? ତୁମମାନଙ୍କୁ ମୁଁ ଯେତିକି କାହାଣୀ କହିଲି ସେ ସମ୍ବନ୍ଧରେ କିଛିଟା ପ୍ରଶ୍ନ ପଚାରିବି ଆଉ ତମମାନେ ମତେ ତାର ଉତ୍ତର ଦେବ। କୁହ ତ, କାଉର ନାଁ କ'ଣ ଥିଲା? କାଉ କେଉଁ ଗଛର ସବୁଠାରୁ ଉଚ୍ଚ ଡାଳରେ ବସିଥିଲା? କିଏ କାନ୍ଧରେ ଜାଲ ପକେଇଥିଲା? ଶିକାରୀର ମୁହଁ କିପରି ଦିଶୁଥିଲା? କୁହ, କିଏ କହିବ? କାଉର ନାମ ଲଘୁପତନକ ଥିଲା। କହିଲ, କେଉଁ ଗଛର ସବୁଠାରୁ ଉଚ୍ଚ ଡାଳରେ କାଉଟି ବସିଥିଲା? ବରଗଛର ନା? ଆଚ୍ଛା, ଶିକାରୀ କାନ୍ଧରେ ଜାଲ ପକେଇଥିଲା ନାଇଁ? ଆଉ ଶିକାରୀର ମୁହଁ ଭାରି ଭୟଙ୍କର ଦିଶୁଥିଲା। ବହୁତ ସୁନ୍ଦର, ବହୁତ ବଢିଆ ଉତ୍ତର ଦେଲ ତମମାନେ। ତାହେଲେ ମୁଁ ଜାଣିଲି କି ତମେ ମାନେ ବହୁତ ଭଲ ଭାବରେ ଗଳ୍ପଟିକୁ ଶୁଣୁଛ। ଆଚ୍ଛା ପିଲାମାନେ, ଏବେ ଆମେ କାହାଣୀକୁ ଆଉ ଥରେ ଫେରିଯିବା।
କାଉ ଜାଣିଥିଲା ଯେ ଶିକାରୀ ଗଛରୁ ଚଢ଼େଇ ଧରିବାକୁ ଆସୁଛି। ତେଣୁ ସେ ତାର ବନ୍ଧୁମାନଙ୍କୁ ରକ୍ଷା କରିବାକୁ ଚାହିଁଲା। ଆଉ ଜାଣିଛ, ସେ ସେମାନଙ୍କୁ ଆଗୁଆ ସତର୍କ କରିଦେଲା। ଦେଖିଲା ଯେ ଶିକାରୀ ଗଛ ତଳେ ଜାଲ ବିଛେଇ ଦେଇ ବିଷାକ୍ତ ଚାଉଳ ବିଞ୍ଚିଦେଲା। ତେଣୁ କାଉଟି ଚଢ଼େଇମାନଙ୍କୁ ସତର୍କ କରିଦେଲା, ଯେମିତି ସେମାନେ ଚାଉଳ ଲୋଭରେ ନିରାପଦ ବରଗଛ ଛାଡ଼ି ନ ଯାଆନ୍ତି। ଆଉ ଜାଣିଛ, ଶିକାରୀ ଜାଲ ବିଛେଇ ସାରି ପଳେଇ ଯାଇନଥିଲା। ସେ ଗଛ ତଳେ ଅପେକ୍ଷା କରି ବସି ରହିଥିଲା। ଚଢ଼େଇମାନେ ତଳକୁ ଓହ୍ଲାଇ ଚାଉଳ ଖୁଣ୍ଟିବାକୁ ଗଲେ ନାହିଁ। ଆଉ ଶିକାରୀ ଗୋଟିଏ ସୁଦ୍ଧା ଚଢ଼େଇ ଧରିବାକୁ ସକ୍ଷମ ହେଲା ନାହିଁ। ବୁଝିପାରିଲ ତ? କାହାଣୀ କେତେ ସୁନ୍ଦର ଲାଗୁଛି? ହଁ। ଆଚ୍ଛା ପିଲାମାନେ, ଚଢ଼େଇ ଦେଖିଛ ତ? କହିଲ, କୋଉ କୋଉ ସବୁ ଚଢ଼େଇ ଥାଆନ୍ତି? ଚଢ଼େଇ ମାନେ କଣ କଣ ଖାଆନ୍ତି? ହଁ, କାଉ, ପାରା, ବତକ, ହଳଦୀ ବସନ୍ତ। ବାଃ, ବହୁତ ଚଢ଼େଇ ଥାଆନ୍ତି ନାଇଁ? ଆଚ୍ଛା କହିଲ, ଚଢ଼େଇ ମାନେ କାହିଁକି ତଳକୁ ଓହ୍ଲେଇ ଆସିଲେନି? ହଁ, କାହିଁକି ନା କାଉ ତାଙ୍କୁ ଆଗୁଆ ସତର୍କ କରିଦେଇଥିଲା ନାଇଁ? ବାଃ, ବଢିଆ। ଆଚ୍ଛା ପିଲାମାନେ, ମୁଁ ଏବେ ପର୍ଯ୍ୟନ୍ତ ଯେତିକି କାହାଣୀ ଆଲୋଚନା କଲି, ସେ ସମ୍ପୃକ୍ତ ପ୍ରଶ୍ନ କିଛିଟା ତମମାନଙ୍କୁ ପଚାରିବି। ଆଉ ତମମାନେ ମୋତେ ତାର ସଠିକ ଉତ୍ତର କହିବ। ହେଲା? ଚାଲ। କହିଲ, କାଉ କାହିଁକି ତାର ବନ୍ଧୁମାନଙ୍କୁ ସତର୍କ କରାଇଲା? ଶିକାରୀ ଆସୁଥିବାରୁ, ସେମାନେ ଭୋକିଲା ଥିବାରୁ, ବିଷାକ୍ତ ଚାଉଳ ଖାଇବାକୁ ଥିବାରୁ, ନା ଜାଲ ବିଛା ହୋଇଥିବାରୁ? ଆଚ୍ଛା, ଆଉ ଗୋଟେ ପ୍ରଶ୍ନ। ଶିକାରୀ କାହାକୁ ଧରିବାକୁ ସକ୍ଷମ ହେଲା ନାହିଁ? ମାଙ୍କଡକୁ, ଚଢ଼େଇକୁ, କୁକୁରକୁ, ନା ବିଲୁଆକୁ? କିଏ କହିବ ପ୍ରଶ୍ନ ଦୁଇଟିର ଉତ୍ତର? ହଁ, ଶିକାରୀ ଆସୁଥିବାରୁ। କାଉ ଶିକାରୀ ଆସୁଥିବାରୁ ତାର ବନ୍ଧୁମାନଙ୍କୁ ସତର୍କ କରାଇଲା। ଶିକାରୀ କାହାକୁ ଧରିବାକୁ ସକ୍ଷମ ହେଲା ନାହିଁ? ହଁ, ଶିକାରୀ ଚଢ଼େଇକୁ ଧରିବାକୁ ସକ୍ଷମ ହେଲା ନାହିଁ। ବହୁତ ସୁନ୍ଦର ଉତ୍ତର ଦେଲ। ଆଚ୍ଛା, ମୁଁ ତୁମକୁ ଆଉ କିଛିଟା ପ୍ରଶ୍ନ ପଚାରୁଛି, ତମମାନେ ମୋତେ ତାର ଉତ୍ତର କହିବ। ହେଲା? ହଁ, ମୁଁ ଏବେ ତମକୁ କିଛିଟା ଶବ୍ଦ କହିବି। ତମେ ସେଇ ଶବ୍ଦକୁ ନେଇ ମୋତେ ଗୋଟିଏ ଲେଖାଏଁ ବାକ୍ୟ କହିବ। ଶବ୍ଦ ଗୁଡ଼ିକ ହେଲା ଅରଣ୍ୟ, ଶିକାରୀ, ଆଶ୍ରୟ, ନିରାପଦ। କିଏ କହିବ? ହଁ, ପିଲାମାନେ, ଏବେ ମୁଁ ତୁମକୁ ଆଉ କିଛିଟା ଗଳ୍ପ ସମ୍ପୃକ୍ତ ପ୍ରଶ୍ନ ପଚାରିବି। ତମେମାନେ ମୋତେ ତାର ଉତ୍ତର ଭାବିକିରି କହିବ। ହେଲା?
ଚାଲ। କହିଲ, ଶିକାରୀ କେଉଁଠାରେ ଅପେକ୍ଷା କରି ବସି ରହିଲା? କୁହ କୁହ। ନଈ କୂଳରେ, ଗଛ ତଳେ, ପାହାଡ଼ ଉପରେ ନା ଘର ଭିତରେ? ଶିକାରୀ କେଉଁଠାରେ ଅପେକ୍ଷା କରି ବସି ରହିଲା? ନଈ କୂଳରେ, ଗଛ ତଳେ, ପାହାଡ଼ ଉପରେ, ଘର ଭିତରେ? କହିଲ। ହଁ, ଶିକାରୀଟି ଗଛ ତଳେ ବସି ରହିଲା। ବହୁତ ବଢିଆ। ଆଚ୍ଛା କହିଲ, ଶିକାରୀ କାହାକୁ ଅପେକ୍ଷା କରିଥିଲା? ବାଘକୁ, ହରିଣକୁ, ଚଢ଼େଇମାନଙ୍କୁ ନା ମାଙ୍କଡକୁ? କିଏ କହିବ? ହଁ, ଶିକାରୀଟି ଚଢ଼େଇମାନଙ୍କୁ ଅପେକ୍ଷା କରିଥିଲା। ଆଚ୍ଛା କହିଲ, ଚଢ଼େଇମାନେ କାହିଁକି ତଳକୁ ଓହ୍ଲାଇଲେ ନାହିଁ? ସେମାନଙ୍କୁ ଶୋଷ ଲାଗୁଥିଲା, ନା ସେମାନେ ଉଡ଼ିବାକୁ ଚାହୁଁଥିଲେ, ନା ସେମାନେ ଚାଉଳ ଖୁଣ୍ଟିବାକୁ ଗଲେ ନାହିଁ, ନା ଗଛରେ ଫଳ ଥିଲା? କିଏ କହିବ ଏ ପ୍ରଶ୍ନର ଉତ୍ତର? ହଁ, ସେମାନେ ଚାଉଳ ଖୁଣ୍ଟିବାକୁ ଗଲେ ନାହିଁ। ବହୁତ ବଢିଆ। ପରବର୍ତ୍ତୀ ପ୍ରଶ୍ନ, ଶିକାରୀ କେତୋଟି ଚଢ଼େଇ ଧରିବାରେ ସଫଳ ହେଲା? ଗୋଟିଏ ବି ନୁହେଁ, ଦୁଇଟି, ପାଞ୍ଚଟି, ଗୋଟିଏ? କୁହ ତ। ବହୁତ ସୁନ୍ଦର। ଶିକାରୀ ଗୋଟିଏ ବି ଚଢ଼େଇ ଧରିବାରେ ସଫଳ ହେଲା ନାହିଁ। ବାଃ। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ପଚାରୁଛି। ଏଇ ଅନୁଚ୍ଛେଦ ଅନୁସାରେ ଶିକାରୀ କଣ ଧରିବାକୁ ସକ୍ଷମ ହେଲା ନାହିଁ? ମୂଷା, ଚଢ଼େଇ, ମାଙ୍କଡ ନା କାଉ? ହଁ, ଶିକାରୀ ଚଢ଼େଇ ଧରିବାକୁ ସକ୍ଷମ ହେଲା ନାହିଁ। ବହୁତ ସୁନ୍ଦର ଉତ୍ତର। ତାହେଲେ ତମେମାନେ ଗଳ୍ପଟିକୁ ଭଲ ଭାବରେ ବୁଝିଛ। ମୁଁ ଯେଉଁ ପ୍ରଶ୍ନ ପଚାରିଲି ତାର ଉତ୍ତର ଆଉ ଥରେ ଦେଖ। ପିଲାମାନେ, ଆମେ ଗଳ୍ପର ଗୋଟିଏ ଭାଗ ପଢିଲୁ। ପିଲାମାନେ, ବର୍ତ୍ତମାନ ଆମେ ଗୋଟିଏ ଗଳ୍ପର ଗୋଟେ ଭାଗଟେ ପଢିଲୁ। ଏବେ ସେ ଗଳ୍ପ ସମ୍ପର୍କିତ ମୁଁ ତୁମକୁ କିଛିଟା ଘର କାମ ଦେବି। ତମେମାନେ ତାକୁ ଘରେ କରିବ, ହେଲା? ଦେଖ, କାଉଟିର ନାମ କଣ ଥିଲା? ଶିକାରୀଟି ଗଛ ତଳେ ଜାଲ ବିଛେଇ କଣ ବିଞ୍ଚିଦେଲା? ବରଗଛରେ କେଉଁମାନେ ଆଶ୍ରୟ ନେଉଥିଲେ? ମଇଲାପୁର ଗ୍ରାମ କେଉଁ ସହରରେ ଅବସ୍ଥିତ? ଶିକାରୀକୁ ଦେଖି ଲଘୁପତନକ ତା ବନ୍ଧୁମାନଙ୍କୁ କଣ କହିଲା? ଖୁସିରେ ଶିଖିବା
ସମସ୍ତଙ୍କ ଅଧିକାର। ନମସ୍କାର।